ଆପଣଙ୍କ ନାଁ କହିଲେ? ମୋ ନାଁ କ୍ଷେତ୍ରମଣି ପ୍ରଧାନ, ମୋ ଘର ଖରଜୁରା, ମୁଁ କଳାହାଣ୍ଡି ଡିଷ୍ଟ୍ରିକ୍ଟରୁ ଆସିଛି। ଯିଏ କହିକି ଗଲେ ସିଏ ଆପଣଙ୍କର କ'ଣ? ମୋ ସ୍ତ୍ରୀ। ତାଙ୍କୁ ଟିକେ ପ୍ରମ୍ପ୍ଟ କରୁନାହାନ୍ତି। ସେ କ'ଣ କରନ୍ତି? ସେ ହାଉସ୍ ୱାଇଫ୍, ନର୍ଭସ୍ ଟିକେ ହେଇଗଲେ ତ। ଆପଣଙ୍କର ନର୍ଭସ୍ ନାହିଁ? ନାଇଁ ନାଇଁ, ମୋର ନର୍ଭସ୍ ନାହିଁ। ଆପଣ କ'ଣ କରନ୍ତି? ମୁଁ ଫାର୍ମର କରେ, ଆଉ ମୋ ଗାଡ଼ି ବିଜନେସ୍ ବି କରୁଛି। ସିଏ ଯେମିତି କହିଲେ ଅନୁଭୂତି, ଭଲ ଅନୁଭୂତିଟେ ତାଙ୍କର ନେଇକି ରଖିଥିଲେ। ଆପଣ ବି ଆପଣଙ୍କର ଅନୁଭୂତି ରଖିଛନ୍ତି। ସିଏ ଯେତେବେଳେ କହିଲେ ଆପଣ କ'ଣ ଅନୁଭବ କରୁଥିଲେ? ମୋତେ ମୋର କହିବି ଅନୁଭୂତି କହିବି। ମୁଁ ରିସେଣ୍ଟଲି 15-20 ଦିନ ହେଉଛି ମୋ ବାପା ବହୁତ ସିରିୟସ୍ ହେଇଗଲେ। ତାପରେ ଜଗନ୍ନାଥକୁ 2 ହାତ ଟେକି ଦେବାରୁ ତାପରେ ଦୁଃଖ କଷ୍ଟ କଲେ, ଆଉ ମୋ ବାପା ଏବେ ଠିକ୍ ଅଛନ୍ତି। ବାପାଙ୍କର କ'ଣ ହେଇଥିଲା? କେତେ ଭୟଭୀତ ଆପଣଙ୍କ ପରିବାର ସମ୍ପୂର୍ଣ୍ଣ କହିଲେ ଟିକେ? ହଁ, 2 ବର୍ଷ ହେଇଗଲା ଆମେ ଖାଲି ଟିକେ ମେଡ଼ିକାଲ ପ୍ରୋବ୍ଲେମ୍ ବହୁତ ପଡ଼ୁଛି ମୋ ବାପାର, ଆଉ ମୋ ଛୁଆର ବି ପଡ଼ିଥିଲା। ବାପାର ହାର୍ଟର ଅପରେସନ୍ ହେଇଥିଲା, ଆଉ ତାପରେ ସୋଡ଼ିୟମ୍ ପୋଟାସିୟମ୍ କମିଗଲା ହଠାତ୍, ଆଉ ୟୁରିନ୍ ଇନଫେକ୍ସନ୍ ହେଇଗଲା। ଡକ୍ଟରମାନେ କହିଲେ ଯେ ଆଉ ଆମେ କିଛି କହିପାରିବୁନି। ଡକ୍ଟରମାନେ କହିଲେ ଆମେ କିଛି କହିପାରିବୁନି, ଆଉ ତମେ ଯାହା ଭଗବାନଙ୍କ ଉପରେ ବିଶ୍ୱାସ କର ବୋଲି କହିଲେ। ତାପରେ ଜଗନ୍ନାଥକୁ ସ୍ମରଣ କରି କରି ହାତ ଟେକିଲି, ଆଉ ମୁଁ ଭଲ ହେଇଲେ ବାନା ଯାଇକରି ବାନ୍ଧିବି ବୋଲି କରି କହିଲି। ଆଉ ମୋ ବାପାର ମୋବାଇଲ୍ ଟ୍ରେନ୍ରେ ଛାଡ଼ିଦେଲି। ପୋଟାସିୟମ୍ କମିଯାଇଥିଲା, ମୋବାଇଲ୍ ସୁର ପାଇଲେନି। 8 ଦିନ ପରେ ମୋବାଇଲ୍ ପାଇଲୁ। ତାପରେ ମୁଁ ଫୋନ୍ କଲି, 8 ଦିନ ପରେ ବିଶାଖାପାଟଣାରେ ମୋବାଇଲ୍ ପାଇଲୁ। ତାପରେ ସେଇଟା ମୋର ସବୁଠାରୁ ବଡ଼ ଅନୁଭୂତି। ଯେତେବେଳେ ଆପଣ ଡାକ୍ତରଙ୍କ ଠାରୁ ଶୁଣିଲେ ଯେ ଆପଣଙ୍କ ଡାକ୍ତର କହିଲେ ଆପଣ ଜଗନ୍ନାଥ ପ୍ରଭୁଙ୍କୁ ଡାକନ୍ତୁ, ଡାକ୍ତର ଯେଉଁଠି ଏପରି କଥା କହିଲେ ଆପଣଙ୍କ ମନ ଭିତରେ ଭୟ ଆସିଲା? ହଁ, ଭୟ ଆସିଲା। ମୁଁ ଜାଣିଥିଲି ଜଗନ୍ନାଥ ଏକା ମୋତେ ସାହା ହେବେ, ଆଉ ଜଗନ୍ନାଥ ଏକା ମୋତେ ସାହା ହେବେ। ମୋ ସବୁ କାମରେ ଜଗନ୍ନାଥ ଏକା ଅଛନ୍ତି। ମୋ ଝିଅକୁ ବି ସେ ପୁରା ଭଲ କରିଲେ, ଏବେ ଚାଲିପାରିଲାନି। ଓ ତାପରେ କଟକର ଶିଶୁ ଭବନ ଆଇସିୟୁରେ ସେ 8-9 ଦିନ ରହିଲା ଛୁଆ। ନାଇଁ, ଛୁଆ କଥା ସ୍ତ୍ରୀ କହିଛନ୍ତି। ଆପଣଙ୍କର ଯେଉଁ ବାପାଙ୍କ କଥାଟି ଯେଉଁ କହୁଥିଲେ, ସେ ବାପାଙ୍କର କଥା ଯେତେବେଳେ ଡାକ୍ତର କହିଦେଲେ ନା, ବାପାଙ୍କର ହାର୍ଟ ପ୍ରୋବ୍ଲେମ୍ ଯୋଗୁଁ ଅପରେସନ୍ ହେଲା ନା ଅପରେସନ୍ ହେଲାନି, ପ୍ରଭୁ କୃପା? ନାଇଁ, ଅପରେସନ୍ ପରେ ତ ସେ ଭଲ ହେଇଥିଲେ, ଫେରିକା ସୋଡ଼ିୟମ୍ ପୋଟାସିୟମ୍ କମିଗଲା, ଫେରିକା ସୋଡ଼ିୟମ୍ ପୋଟାସିୟମ୍ କମିଗଲା। ତାପରେ ଆଇସିୟୁରେ ରହିଲେ। ତାପରେ ଡକ୍ଟର କହିଲେ ଯେ ଆମ ହାତରେ କିଛି ନାହିଁ, ତମେ ଯାହା ପ୍ରଭୁ ଯାହା କରିବେ ବୋଲି କହିଲେ। ପ୍ରଭୁକୁ ତାପରେ ଡାକିଲି, ଆଉ ତାପରେ ମୋ ଆଖିରୁ ବି ମୋତେ ବି ବହୁତ ଅଟୋମେଟିକ୍ ଏବେ ବି ମୋ ଦେହ ଏଇଟା କ'ଣ ହେଇଯାଉଛି, ଅଟୋମେଟିକ୍ ମୋ ଡାକ ପ୍ରଭୁ ଶୁଣିଲେ, ଆଉ ମୋ ବାପା ପୁରା ଠିକ୍ ହେଇଲେ। ଆଉ ଏବେ ଆମେ ପତାକା ବାନ୍ଧିକରି ଆପଣ ଜୟ ଜଗନ୍ନାଥ ଟିଭି ଘରେ ରହିକି ଦେଖନ୍ତୁ? ହଁ, ସବୁବେଳେ ଦେଖେ। ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ। ଜୟ ଜଗନ୍ନାଥ।